ଆମେ ଶୁଣିବା ଆଜି ରାମାୟଣରେ ଜଟାୟୁର ବଳିଦାନ କଥା। ଯଦି କେହି ମୋତେ ପଚାରନ୍ତି ରାମାୟଣରୁ ତୁମେ ପ୍ରିୟ ଚରିତ୍ର କିଏ, ମୋର ଉତ୍ତର କେବଳ ରହିବ ଜଟାୟୁ। ରାମାୟଣର ପ୍ରାୟ ପ୍ରତ୍ୟେକ ଚରିତ୍ରରୁ କିଛି ଶିଖିବାକୁ ଅଛି, କିନ୍ତୁ ଜଟାୟୁଙ୍କ ଚରିତ୍ର ପ୍ରମାଣ କରେ ଯେ ସେ ପୁରା ମହାକାବ୍ୟରେ ସବୁଠାରୁ ସାହସୀ ଚରିତ୍ର ଥିଲା। ଯେତେବେଳେ ଅସୁରରାଜ ରାବଣ ମାତା ସୀତାଙ୍କୁ ଅପହରଣ କଲା, ସେତେବେଳେ ତାଙ୍କ ବିରୁଦ୍ଧରେ ଲଢ଼େଇ କରିଥିବା ପ୍ରଥମ ବ୍ୟକ୍ତି ଜଟାୟୁ ଥିଲେ। ଯଦିଓ ସେ ଶକ୍ତିଶାଳୀ ରାବଣ ସାମ୍ନାରେ ଏକ ସରଳ ପକ୍ଷୀ ହୋଇଥିବାରୁ ତାଙ୍କୁ ହତ୍ୟା କରାଯିବ ବୋଲି ଜାଣିଥିଲେ ମଧ୍ୟ ସେ ସୁରକ୍ଷା ଆଶାରେ ଶେଷ ନିଶ୍ୱାସ ନେବା ପର୍ଯ୍ୟନ୍ତ ଲଢ଼େଇ କରିଥିଲେ। ରାବଣ ପରି ପାପୀ ହାତରୁ ଜଣେ ମହିଳାଙ୍କ ସମ୍ମାନ ରକ୍ଷା କରିବାକୁ ଯାଇ ଜଟାୟୁଙ୍କ ଡେଣା କାଟି ଯାଇଥିଲା। ସେ ମୃତ୍ୟୁ ସହ ସଂଗ୍ରାମ କରି ତଳେ ପଡ଼ିଯାଇଥିଲେ। ସେ ମୃତ୍ୟୁକୁ ଆହ୍ୱାନ କରିଥିଲେ, ହେ ମୃତ୍ୟୁ, ଯଦି ମୁଁ ପୁରା ଘଟଣା ବିଷୟରେ ଭଗବାନ ଶ୍ରୀରାମଙ୍କୁ ଜଣାଇବି ନାହିଁ, ତେବେ ମୁଁ ତୁମକୁ ମୋ ପାଖକୁ ଆସିବାକୁ ଦେବି ନାହିଁ। ତାଙ୍କର ଭକ୍ତି ଦ୍ୱାରା ମୃତ୍ୟୁ ପ୍ରଭାବିତ ହୋଇଥିଲା, ତେଣୁ ମୃତ୍ୟୁ ଅପେକ୍ଷା କରିଥିଲା ଯେ ପର୍ଯ୍ୟନ୍ତ ସୀତା ମାତାଙ୍କ ଅପହରଣ ବିଷୟରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଜଣାଇଥିଲେ। ପରେ ଭଗବାନ ରାମ ଲକ୍ଷ୍ମଣଙ୍କ ସହ ଜଟାୟୁଙ୍କୁ ଆହତ ଅବସ୍ଥାରେ ପାଇଲେ। ଜଟାୟୁ ପୁରା କାହାଣୀ ବର୍ଣ୍ଣନା କରି ଶ୍ରୀରାମଙ୍କ କୋଳରେ ନିଜର ଜୀବନ ତ୍ୟାଗ କଲେ। ଜଟାୟୁ ପକ୍ଷୀର ବଳିଦାନ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। କିପରି ଜଣେ ମହିଳାଙ୍କ ସମ୍ମାନକୁ ମନ୍ଦରୁ ରକ୍ଷା କରିବା ଆମର ଏକ ପ୍ରମୁଖ କର୍ତ୍ତବ୍ୟ ଏବଂ ଏହା କେବେ ବି ବାରଣ କରିବା ଉଚିତ ନୁହେଁ। ଭଗବାନ ଶ୍ରୀ ରାମଚନ୍ଦ୍ର ବୃଦ୍ଧ ଜଟାୟୁଙ୍କୁ ମୃତ୍ୟୁ ସମୟରେ ପଚାରିଥିଲେ, ତୁମେ ଏହି ବୃଦ୍ଧାବସ୍ଥାରେ ପକ୍ଷୀ ଏବଂ ବୃଦ୍ଧ ଅକ୍ଷମ ବ୍ୟକ୍ତି ହୋଇ ତିନି ଜଗତର ବିଜେତା ରାବଣ ଭଳି ଯୋଦ୍ଧା ସହିତ ଯୁଦ୍ଧ କରିବାକୁ କାହିଁକି ଚେଷ୍ଟା କଲ? ଜଟାୟୁ ଉତ୍ତର ଦେଲା, ମୁଁ ଜାଣିଥିଲି ଯେ ରାବଣ ପରି ଜଣେ ବ୍ୟକ୍ତି ଯୋଦ୍ଧା ବିରୁଦ୍ଧରେ ଜିତି ପାରିବି ନାହିଁ, କିନ୍ତୁ ଯଦି ପାପ ହେବାର ଦେଖିବା ପରେ ମୁଁ ଚୁପ୍ ରହିଥାନ୍ତି, ବୋଧହୁଏ ମୋ ଜୀବନ ବଞ୍ଚିଯାଇଥାନ୍ତା। କିନ୍ତୁ ମୋ ପରବର୍ତ୍ତୀ ପିଢ଼ି ବା ବଂଶଧର ଏହି ଜଗତର ଏବଂ ଇତିହାସ ମୋତେ ପଚାରିବାର ମୋତେ କୁହ, ଏହି ଜଟାୟୁ ଚୁପଚାପ ଜଣେ ମହିଳାଙ୍କୁ ଅପହରଣ, ଜଣେ ବୋହୂକୁ ଅପହରଣ କରିବା, ଜଣେ ଝିଅକୁ ଅପହରଣ କରିବା, ଏପରିକି ଜଣେ ମହିଳାଙ୍କ ଅପହରଣ ଦେଖିବା ପରେ ମଧ୍ୟ ଅନୁମତି ଦେଇଥିଲା। ତେଣୁ ଏହା ମୃତ୍ୟୁ ଅପେକ୍ଷା ବହୁତ ଭଲ ହୋଇଥାନ୍ତା।